ରାସ୍ତାରୁ ଆଞ୍ଜୁଳା କରି ରକ୍ତ ଗୋଟାଉଛନ୍ତି ଡିସିପି ପ୍ରତୀକ ସିଂ। ସହକର୍ମୀଙ୍କର ଚାଲିଯାଇଛି ଜୀବନ, ରାସ୍ତାରେ ପଡ଼ିଛି ରକ୍ତ ମାଂସ। ଡିସିପିଙ୍କ ଆଖି ଛଳଛଳ, ରାସ୍ତାରୁ ଗୋଟାଉଛନ୍ତି ଖପୁରି ହାଡ଼। ହାତରେ ଆଞ୍ଜୁଳା ଆଞ୍ଜୁଳା କରି ରକ୍ତ ପଲିଥିନରେ ଭରୁଛନ୍ତି ଡିସିପି ପ୍ରତୀକ ସିଂ। ପୁଣି ଏପଟେ ମୁଣ୍ଡର ଖପୁରି ହାଡ଼କୁ ହାତରେ ଗୋଟି ଗୋଟି କରି ଗୋଟାଉଛନ୍ତି ପ୍ରତୀକ ସିଂ। ପଡ଼ୁଛି ବର୍ଷା, ଆଉ ତଳେ ପଡ଼ିଛି ସହକର୍ମୀ ଟ୍ରାଫିକ୍ ପୁଲିସଙ୍କ ମୃତଦେହ। ରାସ୍ତାରେ ଭାସୁଛି ରକ୍ତ। ଖବର ପାଇ ଦୌଡ଼ି ଆସିଲେ ପ୍ରତୀକ ସିଂ। ରାସ୍ତାରେ ମିଶି ଯାଇଥିଲା ମୁଣ୍ଡ, ଚୁନା ଚୁନା ହୋଇ ପଡ଼ିଛି ମୁଣ୍ଡର ଖପୁରି ହାଡ଼। ଏମିତି ଦୁଃଖଦାୟକ ଦୃଶ୍ୟକୁ ଦେଖି ମନରୁ କଷ୍ଟ ଅନୁଭବ କରିଥିବେ ଡିସି। ଗୋଟି ଗୋଟି କରି କେମିତି ଖପୁରି ହାଡ଼କୁ ଗୋଟାଉଛନ୍ତି ଡିସିପି, ଆପଣ ଦେଖିପାରୁଥିବେ ଦୃଶ୍ୟ। ଆଉ ସେମିତି ରାସ୍ତା ଉପରେ ଭାସୁଥିବା ରକ୍ତକୁ ଆଞ୍ଜୁଳା ଆଞ୍ଜୁଳା କରି ପଲିଥିନରେ ଭରୁଛନ୍ତି। ଆଉ ଏହି ଦୃଶ୍ୟକୁ ଆଖପାଖରେ ଯେ କେହି ବି ଦେଖିଲା, ଡିସିପି ପ୍ରତୀକ ସିଂଙ୍କୁ ବହୁ ପ୍ରଶଂସା କଲେ। ସମସ୍ତେ କହିଲେ ଡିସିପି ହେବ ତ ଏମିତି। ତେବେ ଯିଏ କ୍ରିମିନାଲ ମାନଙ୍କୁ ସାବାଡ଼ କରିବାର ଜାଣନ୍ତି, ଆଜି ସେ ଏଭଳି ଟିକେ ନୀରବ ହୋଇଯାଇଛନ୍ତି। ତେବେ ଯାହା ଜଣାପଡ଼ିଛି, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଟ୍ରାଫିକ୍ ପୋଲିସ କର୍ମଚାରୀ, ଯାହାଙ୍କର ନାଁ ହେଉଛି ମଧୁସୂଦନ କିର୍ସାନୀ। ତେବେ ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଅଜଣା ଗାଡ଼ି ଧକ୍କାରେ ଟ୍ରାଫିକ୍ ପୋଲିସଙ୍କର ଜୀବନ ଚାଲିଯାଇଛି। ତେବେ ମଧୁସୂଦନ କିର୍ସାନୀ ବାଣୀବିହାରରୁ ନିଜ ପଲ୍ସର ବାଇକ୍ରେ ବରମୁଣ୍ଡା ଯାଉଥିବା ବେଳେ ପଛରୁ ଧକ୍କା ଦେଇଥିଲା ଅଜଣା ଗାଡ଼ି। ମୁଣ୍ଡଟି ରାସ୍ତାରେ ମିଶି ଯାଇଥିଲା, ଆଉ ରାସ୍ତାରେ ଭାସିଥିଲା ରକ୍ତ, ଆଉ ରାସ୍ତାରେ ପଡ଼ିଥିଲା ଚୁନା ଚୁନା ହୋଇ ହାଡ଼ ମାଂସ, ଯାହାକୁ ଗୋଟାଉଛନ୍ତି ଡିସିପି। ତେବେ ଯାହା ଜଣାପଡ଼ିଛି, ଗତକାଲି ରାତି ପ୍ରାୟ 10:30 ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ୟୁଟି ସାରି ଟ୍ରାଫିକ୍ କର୍ମଚାରୀ ମଧୁସୂଦନ ପଲ୍ସର ବାଇକ୍ରେ ଘରକୁ ଫେରୁଥିବା ବେଳେ ଜୟଦେବ ବିହାର ଫ୍ଲାଏଓଭର ନିକଟରେ ଏଭଳି ଦୁର୍ଘଟଣା ଘଟିଥିଲା। ପଛରୁ ଆସୁଥିବା କୌଣସି ଭାରୀ ଯାନ ମଧୁସୂଦନକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା, ଆଉ ଯାହାଫଳରେ ମଧୁସୂଦନଙ୍କର ମୁଣ୍ଡଟି ରାସ୍ତାରେ ମିଶି ଯାଇଥିଲା। ତେବେ ଟ୍ରାଫିକ୍ ପୋଲିସ ଜଣକ ୟୁନିଫର୍ମରେ ଥିବାବେଳେ ସେ ଚଲାଉଥିବା ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପଡ଼ି ରହିଥିଲା। ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା, ଆଉ ତାପରେ ପହଞ୍ଚିଥିଲେ ଡିସିପି ପ୍ରତୀକ ସିଂ। ଆଉ ଏଭଳି ଦେଖିବାକୁ ମିଳିଥିଲା ଦୃଶ୍ୟ, ଯେଉଁଠି ନିଜ ହାତରେ ଆଞ୍ଜୁଳା ଆଞ୍ଜୁଳା କରି ରକ୍ତ ଗୋଟାଇଥିଲେ ଡିସିପି ପ୍ରତୀକ ସିଂ, ଆଉ ଗୋଟି ଗୋଟି କରି ମୁଣ୍ଡର ଖପୁରି ହାଡ଼କୁ ଗୋଟାଇଥିଲେ ପ୍ରତୀକ ସିଂ, ଯାହାକୁ ଦେଖି ଲୋକମାନେ ପ୍ରଶଂସା କରିଥିଲେ, ଆଉ କହିଥିଲେ ଡିସିପି ହେବ ତ ଏମିତି। ବିରଇନପୁର ସହ ଭୁବନେଶ୍ୱର ସୁଭାଷଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।